ଅଚ୍ୟୁତ ସାମନ୍ତ କେବଳ ଭାରତବର୍ଷରେ ନୁହେଁ ସମଗ୍ର ପୃଥିବୀରେ ଜଣେ ଅନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ବ୍ୟକ୍ତିତ୍ୱ, ଯାହାଙ୍କୁ କି ପୃଥିବୀର ବିଭିନ୍ନ ବିଶ୍ୱବିଦ୍ୟାଳୟରୁ ଡକ୍ଟରିଏଟ୍ ଡିଲିଟ୍ଠୁ ଆରମ୍ଭ କରି ବିଭିନ୍ନ ପ୍ରକାର ସମ୍ମାନରେ ସେ ସମ୍ମାନିତ ହେଇଛନ୍। ତାଙ୍କର ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ନିକଟରେ ଯେନ୍ ଘଟଣାଟା, ଦୁର୍ଭାଗ୍ୟ ଘଟଣାଟା, ଦୁଃଖଦାୟକ ଘଟଣାଟା ଘଟିଗଲା, ସେ ପରିସର ଭିତରେ ଗୋଟେ ନେପାଳୀ ଛାତ୍ରୀ ଆତ୍ମହତ୍ୟା କଲେ। ତାହାକୁ ନେଇକରି ବିଭିନ୍ନ ରାଜନୈତିକ ଦଳ ଓଡ଼ିଶାର ଯେନ୍ ତୁମ୍ବି ତୁଫାନ କରୁଛନ୍, ଏଇଟା ମୋଟେ ଗ୍ରହଣୀୟ ନୁହେଁ, ମୋଟେ ସ୍ପୃହଣୀୟ ନୁହେଁ। ଏବଂ ଯେନ୍ ଅନୁଷ୍ଠାନରେ ପ୍ରାୟ 40,000 ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ ଆଦିବାସୀ ହରିଜନ ବର୍ଗର, ଏବଂ ବର୍ତ୍ତମାନ ଯେନ୍ ମେଟ୍ରିକୁଲେସନ୍ ଛୁଆମାନଙ୍କର ଯେନ୍ ମାନେ ଏକ୍ଜାମ୍ ଚାଲିଛି, ସେ ସମୟରେ ଗୋଟେ ପଟେ ଆନ୍ଦୋଳନ ହେଉଥିବା, ଗୋଟେ ପଟେ 2,500 3,000 ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବେ। ସେଟା କେତେ ଦୂର ଏଫେକ୍ଟ ହେଉଥିବା ସେଥିରୁ ଆପଣମାନେ ଅନୁମାନ କରୁନ୍। ଅଧିକନ୍ତୁ ସେ ଯେନ୍ ବିଭିନ୍ନ ପ୍ରକାର ଅନୁଷ୍ଠାନ କରିଛନ୍, ସେ ଅନୁଷ୍ଠାନରେ ବହୁ ରୋଗୀ ମାଗଣାରେ ସେମାନେ ଚିକିତ୍ସା ପାଉଛନ୍। 40-50 ହଜାର ଛାତ୍ରଛାତ୍ରୀ ଆଦିବାସୀ ହରିଜନ ବର୍ଗର ମାଗଣାରେ ଶିକ୍ଷାଦାନ ପ୍ରତିବର୍ଷ ପାଉଛନ୍। ଏବଂ କିଟ୍, କିସ୍ ଏବଂ କିମ୍ସ ପାଇଁ ସାରା ପୃଥିବୀରେ ଓଡ଼ିଶାର ନାଁ ରହିଛି। ଏପରି ଜଣେ ଖ୍ୟାତି ସମ୍ପନ୍ନ ଅଚ୍ୟୁତ ସାମନ୍ତଙ୍କ ବିରୁଦ୍ଧରେ କହିବାଟା ଏଇଟା ଦୁର୍ଭାଗ୍ୟଜନକ। ଯେନ୍ ବନ୍ଧୁମାନେ ଏଇଟା ବୟାନବାଜି ଦେଉଛନ୍ ବିଭିନ୍ନ ଇଲେକ୍ଟ୍ରୋନିକ୍ସ ମିଡ଼ିଆ ଏବଂ ପ୍ରେସ୍ ମିଡ଼ିଆରେ, ଏଟାକେ ବନ୍ଦ କରାଯାଉ। ଯେନ୍ ବନ୍ଧୁମାନେ ରାଜନୈତିକ ଆକ୍ରୋଶର ଚିନ୍ତାଧାରା ନେଇକରି ଆନ୍ଦୋଳନ କରୁଛନ୍ ସେ ଅନୁଷ୍ଠାନର ସମ୍ମୁଖରେ, ସେଟାକେ ବନ୍ଦ କରୁନ୍। ଏଟାକେ ଦୃଢ଼ ଭାବରେ ଆମେ ନିନ୍ଦା କରୁଛୁ। ଏବଂ ଆଗାମୀ ଦିନରେ ଯାହା ସବୁ କାର୍ଯ୍ୟକ୍ରମ ଅଚ୍ୟୁତ ଆଜ୍ଞା କରିଯାଇଛନ୍, କେବଳ ଖାଲି ଭୁବନେଶ୍ୱରରେ ନୁହେଁ, ବଲାଙ୍ଗୀରରେ, କନ୍ଧମାଳ ଅଞ୍ଚଳରେ, ଆପଣଙ୍କର କଳାହାଣ୍ଡି ଅଞ୍ଚଳରେ, କୋରାପୁଟ ଅଞ୍ଚଳରେ, ସେଟା ସେ ବନ୍ଧୁମାନଙ୍କୁ ମୁଁ ଆହ୍ୱାନ ଦେଉଛେ, ଦେଖି ଆସୁନ୍ କିପରି ଭାବରେ ଗରିବ ଛାତ୍ରଛାତ୍ରୀ ଭାଇ ଭଉଣୀମାନେ ସେମାନେ ଉପକୃତ ହେଉଛନ୍। ଏବଂ ଆଗାମୀ ଦିନରେ ଏମାନେ ଯେନ୍ ଚିନ୍ତାଧାରା ନେଇଛନ୍, ଗୋଟେ ଯେତେବେଳେ ଉଚ୍ଚସ୍ତରୀୟ ତଦନ୍ତ ଗୋଟେ ରାଜ୍ୟ ସରକାର କରିଛନ୍ ହୋମ୍ ସେକ୍ରେଟାରୀଙ୍କ ଅଧ୍ୟକ୍ଷତାରେ, ତାକୁ ଅପେକ୍ଷା କରାଯାଉ, ସେଥିରେ ନିଷ୍କର୍ଷ କାଣା ବାହାରୁଛି ତାକୁ ଇଟା କରାଯାଉ। ଏବଂ ସେ ତଦନ୍ତକୁ ଏଫେକ୍ଟ କରିବା ପାଇଁ ତାକୁ ଯେନ୍ ପ୍ରକାର ପ୍ରେସରାଇଜ୍ କରାହେଉଛି, ସେଥିରୁ ସେମାନେ କ୍ଷାନ୍ତ ରହୁନ୍।